अच्छा କାହିଁକିନା ମୁଁ କଲେକ୍ଟରଙ୍କୁ ଦେଖା ହେଲା ପରେ ବି ସିଏ ବି ମତେ ସେମିତି ସାଟିସ୍ଫାଇ ଆନ୍ସର ଦେଲେନି। अच्छा अच्छा ସିଏ କହୁଛନ୍ତି ତମେ ବଦଳି ହେଇଯା, ଏଇଟା ତ ସଲ୍ୟୁସନ। ମୁଁ ବଦଳି ହେଇଗଲେ କଣ ସମାଧାନ ହେଇଯିବ? ଯିଏ ଯୋଉମାନେ ସବୁ ଭୁଲ କରୁଛନ୍ତି ତାଙ୍କ ପାଇଁ କିଛି ନାହିଁ। अच्छा अच्छा ମାନେ ତାର ସଲ୍ୟୁସନ ସେ କହୁଛନ୍ତି ଆପଣ ସେଠୁ ବଦଳି ହେଇଯାଆନ୍ତୁ। ହଁ ପୁଣି ବଦଳି ହେଇଯାଆନ୍ତୁ, ଯୋଉଠି ଭ୍ୟାକେନ୍ସି ଥିବ ଆମେ ଦେଖିକି ଆମ ସୁବିଧାରେ ଦବୁ। ମତେ ନେଇକି କୃଷକ ସାର୍ ଦେବେ, ମତେ ନେଇକି କାକଟପୁର ଦେବେ, ତାର ଅର୍ଥ କଣ? ମାନେ ଆମର ଅସୁବିଧା ଯିଏ କରିବ ସିଏ ଭଲ ରହିବ, ତାକୁ ଏମାନେ ପ୍ରୋଟେକ୍ସନ ଦେବେ। ମାନେ ଦୋଷୀକୁ ଆହୁରି ପାୱାରଫୁଲ କରାଗଲା କିନ୍ତୁ ଆପଣଙ୍କ ମୁଁ ସେଇ କଥା କହିଲି, ମୁଁ କହିଲି ମାନେ କଣ ପ୍ରକୃତ ସରକାରଙ୍କର ଉଦ୍ଦେଶ୍ୟ କଣ ଆଙ୍କର ଆଡମିନିଷ୍ଟ୍ରେସନ? ମୁଁ ତ ସେଇ ଡିପାର୍ଟମେଣ୍ଟରେ ଚାକିରି କରିଛି, ମାନେ କଲେକ୍ଟରଙ୍କ ଅଣ୍ଡରରେ ଚାକିରି କରିଛି, ତଥାପି ମୋ ପାଇଁ ହଉଛି କଣ ନା ମୁଁ ସେଇଆ କହୁଛି ଆପଣଙ୍କୁ, ସେଦିନ ବି କହୁଛି ମୁଁ ଭୁଲ ହଉଛି ମୋ ମା ବାପାଙ୍କର ମତେ ଜନ୍ମ କରିବା ଝିଅ ହେଇ ଝିଆଡେ ପେଟ ଭିତରେ ମାରି ଦେଇଥିଲେ ମୁଁ ଏତେ କଷ୍ଟ ପାଇଥାନ୍ତି କି? ଭୁଲ ଆଉ କଣ, ଆଉ କାହାକୁ ମୁଁ ଭୁଲ ଦେବି ଯେ? ଏତେ କହିକି ସେଦିନ କଲେକ୍ଟରଙ୍କ ପାଖରେ ଯାଇ କଥା ହେଇ ସବୁ ଗୋଟେ ଆଶା ଥିଲା କି ସେ ମୁହଁରେ ମାନେ ଇନଡାଇରେକ୍ଟଲି ଆମକୁ କହିଦେଲେ ଗୋଟାଏ କଥା, ତମେ ମିଡିଆ ଆଭଏଡ କର। ମିଡିଆ ଆଭଏଡ କର ସେମାନେ ସମସ୍ତେ କହୁଛନ୍ତି ଯୁଆଡେ ଗଲେ। ମିଡିଆ ଆଭଏଡ ଏଇଥିପାଇଁ କର ଲୋକ ଜାଣିବେନି, ଆମେ ଆମର ଯାହା ଲେଖା ଦବ ତମେ ଆମେ ଆମର ଚିପିକି ରଖିଦବୁ, କରିବୁନି। ସେମିତି କେତେ ବି ଜଣେ କାହା ଏଗେନ୍ଷ୍ଟ ଲଢିବ ନହେଲେ ମରିଯିବ ଆଉ କଣ। ଡାଇରେକ୍ଟଲି ଇନଡାଇରେକ୍ଟଲି ଏମାନେ ମାରିବା ପାଇଁ ଚାହୁଁଛନ୍ତି। ସିଷ୍ଟମ କେବେ ଠିକ ନୁହଁ। ମିଡିଆ ଗଲେ ସ୍ୱର ଶାଣିତ ହବ, ତେଣୁକରି ସେ ଶାଣିତ ସ୍ୱରକୁ ମାନେ ବୋଧେ ଚାପିବା ପାଇଁ ଆଭଏଡ କରିବାକୁ ଆମକୁ କହିଦଉଛନ୍ତି, ଓପେନଲି କହୁଛନ୍ତି ଏମାନେ ସବୁ ମଜା ନେବେ। ତମର କଣ ନ୍ୟାୟ କଣ ମିଡିଆ ଦବ? ମିଡିଆ ଗୋଟେ ମାଧ୍ୟମ ନା ନାହିଁ ପହଞ୍ଚେଇବା ପାଇଁ, ସରକାରଙ୍କ ପାଖରେ ପହଞ୍ଚେଇବା ପାଇଁ କଥାଟା। ଆମେ କଣ ସବୁ ଜାଗାକୁ ଯାଇପାରୁଛୁ ନା ଆମକୁ ସବୁ ଜାଗାର ସୁବିଧା ମାନେ ଦେଖା କରିବା ପାଇଁ ବି ସୁଯୋଗ ଦଉଛୁ। ଗୋଟେ ଆପଏଣ୍ଟମେଣ୍ଟ ସାର୍ ଆମକୁ ମିଳୁନି, ଆମେ ସେମିତିଆ ଠିଆ ହେଇକି ଆସୁଛୁ। ଆଗ ମଲା ପରେ ତମେ ଦୌଡ଼ିକି ଆସିବ, କାହିଁକି ଆସିବ ସବୁବେଳେ ଫୁଲ ହାର ଦବାକୁ? ବଞ୍ଚିଥିଲା ବେଳେ ଦେଇପାରୁନି, କିଛି ନ୍ୟାୟ ଦବନି, ବଦଳି ହେଇଯାଅ। ତମର ଯୋଉଠି ସୁବିଧା ମାନେ ଆମେ ଯଦି ବଦଳି ହବାକୁ ଯଦି ଆମେ ରାଜି, ଆମ ସୁବିଧାରେ ତମେ ଦବ ନା ଯୋଉଠି ଭ୍ୟାକେନ୍ସି ଥିବ ମାନେ ତା ମାନେ ତମ ଇଚ୍ଛାରେ ତମେ ଦବ। କେମିତି ମୁଁ ହଇରାଣ ହେବି? ମାନେ ଆକ୍ରୋଶ ମୂଳକ ଓଲଟି ମାନେ ରାଗ ସୁଝେଇବେ ତା ମାନେ ରାଗ ପରେ ଆଉ କଣ ଜାଣିପାରୁନାହାନ୍ତି ମାନେ କଣ ଏମାନଙ୍କର ଉଦ୍ଦେଶ୍ୟ ମୁଁ ବୁଝି ହିଁ ପାରୁନି। ମାନେ କାହିଁକି ଗୋଟେ ଦୋଷୀ କି ମାନେ ଘୋଡେଇବାକୁ ଚେଷ୍ଟା କରୁଛନ୍ତି? ମୋ କେସ ଏକଦମ କ୍ଲିନ୍। ଆଡିସନାଲ ଏସପି ଯୋଉ ଡାକିଥିଲେ ଆପଣଙ୍କୁ ଆଉ କଣ କହିଲେ? ଆଡିସନାଲ ଏସପି କହୁଛନ୍ତି କି ଆମେ ଇନକ୍ୱାରି କରିକି 2-4 ଦିନ ଭିତରେ ତାଙ୍କ ମାନେ ପ୍ରବୋଧ କୁମାର ମହାନ୍ତି ଆଡିସନାଲ ତହସିଲଦାର ତାଙ୍କ ଏଗେନ୍ଷ୍ଟରେ ସେ ଯାହା ଇଏ କରିବେ। କିନ୍ତୁ ଯୋଉ ଜିନିଷଟା ଡିଏସଡବ୍ଲ୍ୟୁ କଲେ ସିଏ କିଛି ଛୋଟ କ୍ରାଇମ କରିନାହାନ୍ତି। ଯୋଉ ଜିନିଷଟା ତହସିଲଦାର ହଇରାଣ କରୁଛନ୍ତି ସିଏ ବି କିଛି ଛୋଟ ଭୁଲ କରିନାହାନ୍ତି। ମାନେ ପ୍ରବୋଧ ମହାନ୍ତି ଯେତେବେଳେ ପ୍ରବୋଧ କୁମାର ମହାନ୍ତି ଯେତେବେଳେ ଇଏ କଲେ ମିସବିହେଭ କଲେ, ତାପରେ ବି ମୁଁ ଅଫିସ ଯାଇପାରୁଥିଲି, ତାପରେ ବି ମୁଁ ମାନେ ସମ୍ଭାଳି ପାରୁଥିଲି ନିଜକୁ। କିନ୍ତୁ ଏମାନେ ଯୋଉ ଅତ୍ୟାଚାର କରୁଛନ୍ତି ମୁଁ ସେଟା ସମ୍ଭାଳି ପାରୁନି। ତହସିଲଦାର ଅଫିସରେ ଜାଣି ଶୁଣିକି ମତେ ଗୋଟେ ଇଣ୍ଟେରିୟର ସର୍କଲ ନୂଆ ଶାସନ ଦେଲେ, ଯୋଉଠିକି ଲୋକ ମତେ କହିବା ଆରମ୍ଭ କଲେନି ଯେ ତମେ ୱିଡ୍ର କର କେସ୍, ମାନେ ସେ ସର୍କଲରେ। ତାପରେ କଣ ଅନନେସେସାରୀ ଏକ୍ସପ୍ଲାନେସନ, ମତେ ଛୁଟିଟେ ମାଗିଲା ବେଳକୁ ମତେ ମାନେ ଡିକ୍ଲାଇନ କରିଦଉଛନ୍ତି ଛୁଟି। ମାନେ ଭଲ କଥା ମୁଁ ବାଧ୍ୟ ହେବି କାମ କରେ। ମୁଁ ମାନେ ଚାକିରି କରିଛି, ମୁଁ କରିଛି ମାନେ ମୁଁ ମରି ପଡିକି କାମ ମାନେ କରିବି। ତେଣୁ ମୋର ଯାହା ହଉଛି ହଉ। ମାନେ ଏଇଆ ତମର ସବୁ ସରକାରଙ୍କର ନିୟମ। ଏଇଟା ବିଚିତ୍ର କଥା ଗୁଡା ଦେଖାଯାଉଛି ଯେ ଏଭଳିଆ ଜଣେ କାହିଁକି ମୁଁ ବୁଝିପାରୁନି କଣ ଚାହୁଁଛନ୍ତି କଣ? କାହିଁକି ଏତେ କହୁଛି ଝିଅଙ୍କ ପାଇଁ ମାନେ ଭ୍ରୂଣ ହତ୍ୟାକୁ କାହିଁକି? ତାଠୁ ଭଲ ସରକାର ଗୋଟେ ନିୟମ କରିଦବା କଥା, ଯେତେ ଝିଅ ଜନ୍ମ ହେବେ ସମସ୍ତଙ୍କୁ ମାରିଦିଅ, ଏମିତି ମାରିବା ଅପେକ୍ଷା। ଏଇ ତ ବେଟି ବଚାଅ ବେଟି ପଢାଅ ନାରା ଦଉଛନ୍ତି, କିନ୍ତୁ ମହିଳା ଆଜି ଏସବୁ ଜିନିଷ ଆଉ କଣ ଯେ ମୁଁ ଗୋଟେ ପାଠ ସାଠ ପଢିକି ଆଜି 32-33 ବର୍ଷର ସ୍ତ୍ରୀ ଲୋକ, ମୁଁ ଯେତିକି କେତେ କଷ୍ଟ ପାଉଛି। ମୋ ବାପା ମା 2 ଜଣ ମାନେ ଟିଚର ଥାଇକି ମତେ ମାନେ ଝିଅ ପୁଅ ଭିତରେ ଫରକ ଆମକୁ ଶିଖେଇଲେନି। କିନ୍ତୁ ଦେଖିଲା ବେଳକୁ ଆମେ ମାନେ ଅତ୍ୟାଚାରିତ କଣ ମାନେ ଗୋଟେ ଆଡମିନିଷ୍ଟ୍ରେସନରେ ମୁଁ ଗୋଟେ ପ୍ରେଷ୍ଟିଜିୟସ୍ ପୋଷ୍ଟରେ ଥାଇକି ମୁଁ ଆଜି ହଇରାଣ ହଉଛି। ମୁଁ 5ଟା ଲୋକଙ୍କର କାମ ମୁଁ କରିବା କଥା। ତାପରେ ଆଉ ଗୋଟେ ବଡ ଜିନିଷ ଯେ ମାନେ ଜିନିଷ ଗୁଡାକ ସିସିଟିଭି ଫୁଟେଜ ଥାଇ ଗଣମାଧ୍ୟମରେ ମାନେ କଣ ଆଙ୍କ ଭିତରେ କି ପ୍ରକାର ସାଜିଶ ହେଇଛି କଣ ସେ ମାନେ ମୁଁ ବା କହିଲି ଆପଣ ମାନଙ୍କୁ ମୋ ରିକ୍ୱେଷ୍ଟ, ଯୋଉଟା ଡିଏସଡବ୍ଲ୍ୟୁ ଅଫିସରେ ଯୋଉ କମିଟିଟା ହେଲା ତାର ସିସିଟିଭିଟା ଆମର ଦରକାର।
ସିଏ ଯୋଉ ମାନେ ମତେ ଯୋଉ ପ୍ରକାର ସେମାନେ ସେଦିନ ଆକ୍ଚୁଆଲି ସତ କଥା ମୁଁ କହୁଛି, ଯଦି ମୋ ସ୍ୱାମୀ କି ଆଉ ମୋର ଘର ଲୋକ କିଏ ମତେ ନଥାନ୍ତେ ମୁଁ ମରିଯାଇଥାନ୍ତି, ମୁଁ ସମୁଦ୍ରକୁ ହିଁ ଦେଇ ପଡିଥାନ୍ତି, ସତ କଥା କହୁଛି। କାହିଁକି ନା ସେ ମାନେ 2.5 ଘଣ୍ଟା କାଳ ଜଣକୁ ଯଦି ଅତ୍ୟାଚାର କରିବ ମାନେ କଥାରେ କେମିତି ମାରି ଦିଅନ୍ତି ମୁଁ ସେଦିନ ଜାଣିଲି। କହି ଚାଲିଲେ ମତେ ମୁଁ ଯେତେ ଡିଫେଣ୍ଡ ନିଜକୁ କରୁଛି, ସିଧା ମତେ କହିଲେ ତମେ କୋଉ ଆଉ ଅଲଗା ପୁରୁଷ ଗାଡିରେ ବସୁନ, ମାନେ ମୋ ଇଚ୍ଛାରେ ମୋ ସ୍ୱାମୀ ପରମିସନରେ ମୁଁ ଯଦି କେତେବେଳେ ସୁବିଧା ଅସୁବିଧାରେ କୋଉ ଷ୍ଟାଫ ଗାଡିରେ ବସିକି ଗଲି, ସେଇଟା ଗୋଟେ ସମାନ, ଆଉ ଗୋଟେ ଆଡିସନାଲ ତହସିଲଦାର ମତେ ଭିଡା ଟଣା କରିକି ମିଶିବାକୁ କରିବେ ସେଇଟା ସମାନ। ମାନେ ଏଇ ବ୍ୟକ୍ତିଗତ ସ୍ତରକୁ ବି ପଳେଇ ଆସୁತ್ತೆ, ବଢିଆ କ୍ୱେଶ୍ଚିନ୍ କରୁଛନ୍ତି ଆପଣ କାହା ଗାଡିରେ ମାନେ କୋଉ ଲେବୁଲର ଯୋଉ କଥା ସୁପ୍ରିମକୋର୍ଟ କହୁଛି ୱାର୍କ ପ୍ଲେସରେ ତମେ ଖରାପ ଇଣ୍ଡିକେଟ ବି କରିପାରିବନି, ତା ପାଇଁ କଠୋର କାର୍ଯ୍ୟାନୁଷ୍ଠାନ ହବ। କିନ୍ତୁ ଏମାନେ କହୁଛନ୍ତି ଏଇଟା ଗୋଟେ ମାନେ ଏତେ କଲେ ତ କଣ ହେଇଗଲା, ସେଠୁ ପିଏସ୍ଡବ୍ଲ୍ୟୁ ମତେ ନିଜେ କହିଲେ ଯଦି ହେଇଗଲା କଣ ହେଇଗଲା, ତମର କଣଟା ହେଇଗଲା, ତମେ 2ଟା ଛୁଆ ଜନ୍ମ କରିଛ, ତମକୁ ଏମିତି ଖରାପ ଲାଗିଯାଉଛି କାମ ଗୁଡାକ। କାରଣ ମୋ ସ୍ୱାମୀ ଆଉ ମାନେ ସେ ଲୋକ ସମାନ, ତାଙ୍କ ନଜରରେ ଏମାନେ ଏମିତିଆ କର୍ମ ଯିଏ ବି କରିବ ସମାନ। ମାନେ ଏମାନେ କାହିଁକି ଚରିତ୍ର ଗୋଟେ ଜିନିଷ ଅଛି କାହିଁକି ତାହେଲେ, କୋଉ ପ୍ରକାର ଏମାନେ ମଣିଷ ନୁହଁ, ଏମାନେ ପଶୁ ସହିତ ସମାନ। ପଶୁର ବୁଦ୍ଧି ବିବେକ ନାହିଁ, ମଣିଷ ମାନେ ଏମାନେ ଅଫିସର ଏମାନଙ୍କର କଣ ବୁଦ୍ଧି ବିବେକ ରହିଲା ଯେ ମତେ କହୁଛନ୍ତି କଣଟା ଅଣ୍ଟାରେ ହାତ ମାରିଦେଲେ ତ କଣ ହେଇଗଲା ସେଇଠୁ। ଆଉ ଏତେ ସବୁ ପରେ ବି ମୁଁ ଯଦି କୁଆଡେ ଆଶା ରଖୁଛି ଡିପାର୍ଟମେଣ୍ଟାଲ ଅଥରିଟିଙ୍କୁ, ସିଏ ମତେ ଶୁଣଉଛନ୍ତି କଣ ନା ତମେ ବଦଳି ହେଇକି ପଳାଅ। ତାର ସଲ୍ୟୁସନ ଏଇଆ, କାଲିକି ପୁଣି ଆଉ କିଏ କାହା ସହିତ କରିବ, ତମେ କହିବ ବଦଳି ହେଇଯାଅ, ମାନେ ଏଇଆ ହିଁ ଚାଲିଥିବ। କିନ୍ତୁ ଯିଏ ଭୁଲ କରିଥିବ ତାକୁ ଘୋଡେଇ ହେଇଯାଉଥିବ। କେତେ ଦିନ ମୁଁ କାହିଁକି କାନ୍ଦିବି, ମୋର 2 ମାସ ହେଇଗଲାଣି, ମୁଁ କାହିଁକି ଏତେ ଦିନ କାନ୍ଦିବି, ନିଜକୁ କାହିଁକି କଷ୍ଟ ଦେଇ ଚାଲିବି, ସବୁବେଳେ ଖାଲି ମୁଁ କାନ୍ଦିବି। କରିବା ଭଉଣୀ ମତେ ଦୁଃଖ ଲାଗୁଛି ଏଭଳି ସରକାରରେ ଗୋଟେ ଜିନିଷ ଥାଇକି କେତେ ଜିନିଷ ଥାଇକି କେବେ କହିଛି ସବୁବେଳେ ମୁଁ କେବେ କହିଛି କାହା ଏଗେନ୍ଷ୍ଟରେ ଡିପାର୍ଟମେଣ୍ଟ ଏଗେନ୍ଷ୍ଟରେ, ଆଜି ମୁଁ କାହିଁ କହୁଛି। ମୁଁ 2 ମାସ ଅପେକ୍ଷା କଲି, 2 ମାସ ସମସ୍ତଙ୍କୁ ଇଏ କଲି, ଆଉ ଦେଖୁଛି ଆଉ ଅପେକ୍ଷା କରିଲେ ମୁଁ ବେଶୀ ଦିନ ମୁଁ ଅପେକ୍ଷା କଲେ ମୁଁ ହିଁ ବାଧ୍ୟ ହେବି ମରିବା ପାଇଁ। ମତେ ଯଦି ସବୁ ଷ୍ଟେପରେ ତମେ କାଉଣ୍ଟର କରିବ, ମାନେ ଭୁଲ ମୋର ନଥାଇକି, ମୁଁ ତ କହୁନି ବିନା ପ୍ରମାଣରେ କିଛି କର, ତମେ ଇନଭେଷ୍ଟିଗେସନ କର, ତମେ ସିସିଟିଭି ଯାଞ୍ଚ କର ଡିଏସ୍ଡବ୍ଲ୍ୟୁ ଅଫିସରେ କଣ ହେଇଛି ସେଦିନ। ସବୁ ଅଫିସ ମାନଙ୍କରେ ସିସିଟିଭି ଲଗଉଛ, ଗୋଟେ କମିଟି କରିବ, ତା ଦେହରେ ରହିବନି ଭିଡିଓଗ୍ରାଫି। ତମେ ଯଦି ମତେ ଧମକେଇକି କହିବ ରେଜିଷ୍ଟରରେ ସାଇନ୍ କର, କହୁଛି ବା ପର୍ଟିକୁଲାରଲି ସେ ଡିଏସ୍ଡବ୍ଲ୍ୟୁ ପୁରୀ ତନୁପ୍ରଭା ତାଙ୍କ ନାଁ ବେଉରା, ସିଏ ମତେ ଡାଇରେକ୍ଟ କଣ ଇନଡାଇରେକ୍ଟଲି କିଛି ନାହିଁ, ଡାଇରେକ୍ଟ ମତେ ଧମକ ଦେଲେ। ଗୋଟେ ପାର୍ଟ ଚଲେଇଛ, ଗୋଟେ ମିଡିଆକୁ ଡାକିକି ଗୋଟେ ବଦନାମ କରୁଛ, ଆମକୁ ସରକାରର ସମୟ ବର୍ବାଦ କରୁଛ। ସରକାର ତାହେଲେ ଖାଲି ଚାକିରି କରୁଛ ମାନେ ସରକାରର କାମ କରିବ, ଆଉ ଆମର ଅସୁବିଧା ହେଲେ ସରକାର କିଛି କରିବନି। କ୍ରାଇମ ତାହେଲେ ତ କ୍ରାଇମ ତାର ମନେ ଅଛି, ସମସ୍ତେ ଶୁଣନ୍ତେ, ପୋଲିସ ମାନେ କାହିଁ ଅଛନ୍ତି? ସେ ବା କହୁଛନ୍ତି ତମେ ଏମିତିଆ କରିକି ଗଭର୍ଣ୍ଣମେଣ୍ଟର ବଦନାମ ମାନେ ସମୟ ବର୍ବାଦ କରୁଛ, ଆମ ମାନଙ୍କର ଟାଇମ ୱେଷ୍ଟ କରୁଛ। ସେଇଟା ଯଦି ଟାଇମ ୱେଷ୍ଟ ସମୟ ବର୍ବାଦ, ତାହେଲେ ସେ ତ ଗଲାଣି ସେ ଯୋଉ ଆମର ସୌମ୍ୟାଶ୍ରୀ ତ ମଲାଣି, ସେ ଜିନିଷ ଉପରେ ମୋ କାହିଁକି ଏତେ ଇନଭେଷ୍ଟିଗେସନ, ସେ ତ ମଲା ସରିଗଲା, ଆପଣ କାହିଁ ବିଭିନ୍ନ ବିଚାର ତଦନ୍ତ କିମ୍ବା କ୍ରାଇମେଟ ଏସବୁ ଗୁଡା କାହିଁ ଇନକ୍ୱାରି ହଉଛି, ଆପଣ ସରକାର ମାନେ ଏତେ ଉପରିସ୍ଥ ଅଧିକାରୀ କାହିଁ ସେଠିକି ଯାଉଛନ୍ତି? ମତେ ଗୋଟେ କଥା କହୁନାହାନ୍ତି, ସେ କାହାର କଣ କ୍ଷତି କଲା କି? ସେ ତା ନିଜ ଦେହକୁ ଜାଳିଦେଲା, ସେଇ ତ ତାହେଲେ ପୁଣି କାହିଁ ଏତେ ମୁଣ୍ଡ ବିନ୍ଧା ହଉଛି? ତାପରେ ମଲା ପରେ ସରକାର କାହିଁ ଏତେ ମୁଣ୍ଡ ବିନ୍ଧା, କାହିଁ ଆପଣ ଏତେ ସେଠିକି ଯାଉଛନ୍ତି, ସେ ଇନଭେଷ୍ଟିଗେସନ ହଉଛି, ତାକୁ ଇଏ କରାହଉଛି, ଏତେ ଇଏ କରୁଛି କଣ ପାଇଁ? ସେ ତ ମରିଗଲା, ତାକୁ ଫେରେଇଦବ, ତା ଜୀବନ ଫେରେଇଦବ ନା? ଯୋଉମାନେ ବଞ୍ଚିଛନ୍ତି ସେମାନଙ୍କୁ ତମେ ମାରିବାକୁ ଆହୁରି ଉସ୍କଉଛ। ଯେତିକି ବି ବଞ୍ଚିଛନ୍ତି ସେଇ କଷ୍ଟ ସହୁଛନ୍ତି, ଇଏ ବି କହୁଛନ୍ତି ତମେ ମରିଯାଅ। ମାନେ ଦୁଃଖ ଲାଗୁଛି, ମୁଁ ସେଇ ଡିପାର୍ଟମେଣ୍ଟରେ ଚାକିରି କରିଛି, ଯୋଉଟା କି ଆଡମିନିଷ୍ଟ୍ରେସନ ପ୍ରଶାସନ ଡିପାର୍ଟମେଣ୍ଟରେ ଚାକିରି କରିବି, ପ୍ରଶାସନ ମତେ ମାନେ ନ୍ୟାୟ ଦବ କଣ, ମତେ କହିବ ଏଇଆ କର। ମତେ କଲେକ୍ଟର କହିଲେ ମା ବାପା ଯାହା ଜୀବନ ମାନ ସମ୍ମାନ କମେଇ ଦେବେ, ଗୋଟାଏ ଦିନରେ ମାନେ ଆମେ ସବୁ ନଷ୍ଟ କରୁଛୁ। ଏଇଟା ଆମେ ମାନେ ଆମ ବାବା ମାଙ୍କ ଇଜ୍ଜତ ହାନି କରୁଛୁ। କିନ୍ତୁ ଆମ ସହିତ ଯୋଉଟା ହେଲା, ସିଏ ଯିଏ କଲେ ସିଏ ତାଙ୍କ ବାବା ମାଙ୍କର ଇଜ୍ଜତ ବଢେଇଲେ, ସରକାରଙ୍କର ଇଜ୍ଜତ ବଢେଇଲେ। ବିଚିତ୍ର କଥା, ଆପଣଙ୍କ ସହିତ ଇଏ ହେଲା ପରେ ତାକୁ ଆପଣଙ୍କୁ ବାପା ନିଜେ ଯାଇଥିଲେ, ମୋ ବାପାଙ୍କ ଆଗରେ ମତେ ଏମିତି ଅସମ୍ମାନିତ କହିଲି କି କହୁଛନ୍ତି, କହିବି କାହାକୁ? ମୋ ବାପା ଜଣେ ହାଇସ୍କୁଲ ଟିଚର ଥିଲେ, ମୋ ମା ଜଣେ ସ୍କୁଲରେ ହେଡମିଷ୍ଟର ହେଇକି ରିଟାୟାର୍ଡ ହେଇଛନ୍ତି।
ମାନେ ମୋର ଶିକ୍ଷା ଦୀକ୍ଷା ଧିକି, ମୋ ବାପା ମା ମୋ କେତେ ପିଲାଙ୍କୁ ମଣିଷ କରିଛନ୍ତି ସିଏ ବି ଧିକି, ମୋର ଝିଅ ଜନ୍ମ ହବା ହିଁ ପାପ। ଯେ କଥା ଆପଣଙ୍କ ସହିତ ଏମିତି ଘଟିଲା, ତାପରେ ଆପଣଙ୍କୁ ଉଲ୍ଟି ବଦଳି କରାହେଲା, ମାନେ ସେ ଇଏରୁ ଆହୁରି କ୍ରିଟିକାଲ ସର୍କଲକୁ ଯାହା ଦିଆହେଲା। ସିଏ କରିଥିଲେ ଏବେ ବି ମାନେ ଡିପାର୍ଟମେଣ୍ଟ କହୁଛି ଆହୁରି କେମିତି ଆକୁ କେମିତି କାର୍ଯ୍ୟାନୁଷ୍ଠାନ ଏଗେନ୍ଷ୍ଟ ଗୋଟେ ପରେ ଗୋଟେ ନିଆଯିବ। ସେ ଯୋଉଟା ବି ଆପଣଙ୍କ ତ ଯୋଉଟା ଆପଣଙ୍କର ଦେଇଛନ୍ତି ନୂଆ ଶାସନ ସର୍କଲଟା ମାନେ ସେ ଇଏ ନୁହଁ ସେଇଟା ନା ସେ ବିଲକୁଲ ବି ମୁଁ ତାଙ୍କୁ କହିଲି ଯେତେବେଳେ ମୁଁ କହିଲି ମତେ ଏଇ ସମୟ ପାଇଁ କିଛି ମାସ ମତେ ଟିକେ ଏନ୍ଏଚ୍ ପାଖ ସର୍କଲ ଟିକେ ଦିଅନ୍ତୁ। ତାପରେ ମତେ କହିଲେ ହଁ ମୋ ସ୍ୱାମୀ ଯେତେବେଳେ କହିଲେ ସାର୍ ମୋର ମାନେ ମେଡିକାଲରେ ପୋଷ୍ଟିଂ ମାନେ ହେଡକ୍ୱାର୍ଟର ମେଡିକାଲରେ ପୁରୀ, ଆଉ ଟିକେ କିଛି ଦିନ ପାଇଁ ତାକୁ ଯଦି ମାନେ ଧରନ୍ତୁ ମାନସିକ ତାର ଇଏ ଅଛି ମୁଁ ଟିକେ କେୟାର ନେଇପାରିବି ପାଖ। ମତେ କହୁଛନ୍ତି କଣ ନା ସରକାର ବନ୍ଦ କରିଛନ୍ତି ସ୍ୱାମୀ ସ୍ତ୍ରୀ ପାଖରେ ରହିବେ। ତହସିଲଦାର କଣ କହୁଛନ୍ତି? ତହସିଲଦାର ତ ମାନେ କହୁଛି ଆପଣଙ୍କୁ ମନ ଇଚ୍ଛା ହଇରାଣ କରୁଛନ୍ତି, ମାନେ ରାଗ ସୁଝଉଛନ୍ତି ନାଇଁ କି? ହଁ ମୁଁ କହିଲି ଆପଣଙ୍କୁ ମୋର ହ୍ୱାଟ୍ସଆପର ସ୍କ୍ରିନସଟ୍ ଅଛି। ମୁଁ ଗୋଟେ ଦିନ ତହସିଲଦାରଙ୍କ ଗ୍ରୁପରେ ଆମର ଏଚଆର ଅନୁସାରେ ସମସ୍ତେ ଆପ୍ଲାଏ କରନ୍ତି। ମୋର ଗୋଟେ ଦିନ ମୁଁ ଯୋଉଟା ମାନେ ଉପମୁଖ୍ୟମନ୍ତ୍ରୀ କଲେ କଣ ନା 12ଟା ଛୁଟି ମାନେ ଲେଡିଜ ମାନେ ମାସକୁ ଗୋଟେ ଛୁଟି ଏକ୍ସଟ୍ରା ନେଇପାରିବେ। ସେଇଟା ମାନେ ଇଏ କଲେ କି ଲେଡିଜ ମାନଙ୍କର ଅସୁବିଧା କାରଣରୁ ସିଏ ମତେ ମୁଁ ଯେତେବେଳେ ଏ ଛୁଟିଟା ମତେ ନଉଛି ମତେ ସିଏ ଲେଖୁଛନ୍ତି ତମେ ଆଗରୁ ମାନେ ମାନେ ଜଣେଇଥିଲ କି ମାନେ ମୁଁ ଏଇଟା ବି ଗୋଟେ ମେଡିକାଲ ମାନେ ଇଏ ଜିନିଷଟାକୁ ମୁଁ ଆଗୁଆ ଜଣେଇବି କହିବି କାହାକୁ ମାନେ ମାନେ ଗୋଟେ ବାପା ବୟସ ଲୋକ ମତେ ଗ୍ରୁପରେ ଲେଖୁଛନ୍ତି ତାର ସ୍କ୍ରିନସଟ୍ ଅଛି। ଗୋଟେ ସରକାର ଦଉଛନ୍ତି ନା ଛୁଟି ଗୋଟେ ଏକ୍ସଟ୍ରା ମାସକୁ ଏଇ ବାବଦରେ କଣ ମୁଁ କହିବି ମାନେ ମତେ କହିବାକୁ ଆପଣ ମାନଙ୍କୁ ଖରାପ ଲାଗୁଛି। କୋଉ ଲେବୁଲରେ ମତେ ହଇରାଣ କରୁଛନ୍ତି ଆପଣ ମାନେ ଭାବି ପାରିବେନି। କଲେକ୍ଟର କଣ ଓପିନିଅନ ଦେଲେ ଆପଣଙ୍କୁ ଇଏରେ? କହିଲି ବା କଲେକ୍ଟର କହୁଛନ୍ତି ସରକାର ତ ବନ୍ଦ କରୁନାହାନ୍ତି ନା ସ୍ୱାମୀ ସ୍ତ୍ରୀଙ୍କୁ ପାଖରେ ରଖିବେ, ଆମେ ବି ପିଲା ଛୁଆ ଛାଡ଼ିକି ଚାକିରି କରୁଛୁ, ତମେ ମାନେ ତାର ଅର୍ଥ ମୋର ଏଇ ସିଚୁଏସନ ପାଇଁ କଣ ତମର ଏଇ ସିମ୍ପାଥି? କିଛି କାହାର ସିମ୍ପାଥି ନାହିଁ, ସମସ୍ତେ ହଇରାଣ କରିବାକୁ ମୋଟିଭରେ ଅଛନ୍ତି। କେହି ଆକ୍ସନ ଏଠି ମୁଁ ଜାଣିସାରିଛି, କାରଣ ଆକ୍ସନ ନେବାର ଲୋକ ଅଲଗା ପ୍ରକାର। ଯେତେବେଳେ କମିଟି ମୁଁ କହିଲି କମିଟି ମତେ ଏମିତି ହାରାସ କରୁଛି, କମିଟିକୁ କେତେ ମାନେ ଓଲଟା କହୁଛନ୍ତି ଆଟେଣ୍ଡ କର, ସେଇ କମିଟି ଆଟେଣ୍ଡ କର, ଯୋଉ କମିଟି ମାନେ ମାରିବ ସେ କେମିତି ମାନେ ଭଲ କି ମାରିବ ସେଇ ପ୍ଲାନିଂରେ ମାନେ ଇଏ କରୁଛନ୍ତି। ଯେମିତି ବିନା ଶିଶୁରେ ମୋ ନିଜ ଦେହରେ ଜାଣିଛନ୍ତି ପେଟ୍ରୋଲ ଡାଲି ଦେବ କହିବ ମରିଗଲି ଆଉ କଣ। ସେଇମାନଙ୍କର ମାନେ ଜାଣନ୍ତିନି ଆଜି ଯୋଉ ଜିନିଷ ହେଲା। ମୁଁ କହୁଛି ଆପଣଙ୍କୁ କାଲି ଯାଏ ସିସିଟିଭିର ଇଏ ଥିବ ଯାହା, ଆଜି ଯେତେବେଳେ ଜାଣିଲେ ଇଏ ଏତେ ଆଗ୍ରେସିଭ ହଉଛି ଏତେ ଇଏ କରୁଛି, ତାପରେ ନିଜକୁ ଜାଣି ଶୁଣିକି ପେଟ୍ରୋଲ ପକେଇ ଦେଇକି ନିଆଁ ଲଗେଇଲେ ସୁଇସାଇଡ୍ କରିଦେଲା ଆଉ କଣ। ସେମିତି ବି କରି ନ ପାରିବେ ଏମାନଙ୍କ ଉପରେ କିଛି ଇଏ ବି ନାହିଁ, ତାହେଲେ ଏମାନେ ସେଇ ସ୍ତରର ଲୋକ।